ୱାୟନାଡ୍ ଭୂସ୍ଖଳନ, ମୃତ୍ୟୁ ସଂଖ୍ୟା 358କୁ ବୃଦ୍ଧି। ବିପର୍ଯ୍ୟୟର ସୁଯୋଗ ନେଇ ଘରେ ଘରେ ମାତିଛନ୍ତି ଚୋର। ପଞ୍ଚମ ଦିନରେ କେରଳ ୱାୟନାଡ୍ ରେସ୍କ୍ୟୁ ଅପରେସନ। ଦିନ ଯେତେ ବଢୁଛି ସେତେ ତ୍ୱରାନ୍ୱିତ ହେଉଛି ଉଦ୍ଧାର କାର୍ଯ୍ୟ। ମୃତ୍ୟୁ ସଂଖ୍ୟା 358ରେ ପହଞ୍ଚିଲାଣି। ଏବେ ବି 250ରୁ ଅଧିକ ଲୋକ ନିଖୋଜ ଅଛନ୍ତି। 341ଟି ମର ଶରୀର ବ୍ୟବଚ୍ଛେଦ ଶେଷ ହୋଇଛି ଏବଂ 146 ଜଣଙ୍କୁ ଚିହ୍ନଟ କରାଯାଇଛି। ଏଥିସହ ଚେଲିୟାର ନଦୀରୁ ମୋଟ 198ଟି ମର ଶରୀର ମିଳିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥିମଧ୍ୟରେ କେରଳ ସରକାର ଆଜି ମୁଣ୍ଡାଖାଇ ଏବଂ ଚୁରାଲମାଲାରେ ଭୂସ୍ଖଳନ ପ୍ରଭାବିତ ଲୋକଙ୍କ ପାଇଁ 4 କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଭୂସ୍ଖଳନ ପ୍ରଭାବିତ ଲୋକଙ୍କ ପାଇଁ ଏକ ନୂଆ ବସତି ସ୍ଥାପନ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି। ଅନ୍ୟପଟେ ରେସ୍କ୍ୟୁ ଅପରେସନ ଯେତିକି ବଢୁଛି ମାଟି ତଳୁ ସେତିକି ଉଦ୍ଧାର ହେଉଛନ୍ତି ମୃତ୍ୟୁଦେହ। ପଥର ଖଣ୍ଡ ତଳୁ ଜୀବନ ବି ଉଦ୍ଧାର ହେଉଛି। ବେଲି ବ୍ରିଜ କାର୍ଯ୍ୟକ୍ଷମ ହେବା ପରେ ଶୁକ୍ରବାରଠାରୁ ତ୍ୱରାନ୍ୱିତ ହେଉଛି ଉଦ୍ଧାର କାର୍ଯ୍ୟ। ଉଦ୍ଧାରକାରୀ ଦୁର୍ଗମ ସ୍ଥାନରେ ପହଞ୍ଚି ପାରୁଛନ୍ତି। ଜୀବନର ସନ୍ଧାନ ପାଇଁ ଡିପ୍ ସର୍ଚ୍ଚ ରାଡାର ମୁତୟନ କରିବାକୁ କେନ୍ଦ୍ର ପାଖରେ ଦାବି ରହିଛି। କେରଳ ମାଟିପଥର ଓ ଭୁଶୁଡି ପଡ଼ିଥିବା ଘରର ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଲୋକଙ୍କୁ ଖୋଜି ପାରିବ ଡିପ୍ ସର୍ଚ୍ଚ ରାଡାର। ଅନ୍ୟପଟେ ଏଭଳି ଏକ ବିପର୍ଯ୍ୟୟ ସମୟରେ ଅମାନବିକତାର ଖବର ଆସୁଛି ୱାୟାନାଡରୁ। ଭୂସ୍ଖଳନ ପରେ ବଞ୍ଚିଥିବା ଲୋକେ ଘରଦୁଆର ଛାଡ଼ି ଏବେ ରିଲିଫ୍ କ୍ୟାମ୍ପରେ ରହୁଛନ୍ତି। ଏହାର ସୁଯୋଗ ନେଇ ଚୋର ମାତିଛନ୍ତି। ଘରେ ପଶି ଚୋରି କରୁଛନ୍ତି। ଥାନାକୁ ଆସିଛି ଏଭଳି ମାମଲା। ଫଳରେ ନାଇଟ୍ ପାଟ୍ରୋଲ ଆରମ୍ଭ କରିଛି ପୋଲିସ।